ଅଭିଶପ୍ତ କାଠଗୋଡା। ଅଭିଶପ୍ତ କାଠ ଘୋଡା। ଆଉ ଶୋଭା ମାଣ୍ଡବ ନଗର। ଆଜ୍ଞା ଶୋଭା ମାଣ୍ଡବ ନଗର ଚିତ୍ତ ନିର୍ପଚିତ୍ର ସେନ ବୀର। ସୁବାସ ଏତିକି ବେଳେ ତ ତଣ୍ଟି ଶୁଖିଗଲା। ପଣ୍ଡିତ ମଣ୍ଡଳୀ ବଳ ଲକ୍ଷ୍ୟ ଦେବେ ରାଜ୍ୟଟି ହେଉଛି ମାଲ ସେଇ ମାଣ୍ଡବ ରାଜ୍ୟର ରାଜା ହେଉଛନ୍ତି ଚିତ୍ରାଙ୍ଗଦ। ଚିତ୍ରାଙ୍ଗଦ କର ଚିତ୍ରାଙ୍ଗଦ କର ଚିତ୍ରାଙ୍ଗଦ କର। ପଣ୍ଡିତ ମାନେ ମୋର ଲକ୍ଷ୍ୟ ଦେବେ ତଥା ଆମର ଜ୍ଞାନୀ ଗୁଣୀ ସମୂହ ଲକ୍ଷ୍ୟ ଦେବେ। ଏ ମା ରାଜ୍ୟଟି ହେଉଛି ମାଣ୍ଡବ। ମାଣ୍ଡବ ରାଜ୍ୟର ରାଜା ହେଲେ ଚିତ୍ରାଙ୍ଗଦ। ଆଜ୍ଞା ଅନେକ ଧନ ଦ୍ରବ୍ୟରେ ପୂର୍ଣ୍ଣ ରହିଛି ସେ ରାଜ୍ୟ। ଗୋଟିଏ ପଦ ଗୋଲକ ଦ୍ୱିତୀୟ ଭଞ୍ଜ ଗୋଲକ ପ୍ରଧାନ ପ୍ରମାଣ କଲେ। ଆଜ୍ଞା ଆଉ କଟକ ନୁହଁ ସେ କଟକ ଛଟକ ରାଜ୍ୟରେ ଆଜ୍ଞା ବିଶ୍ୱରେ ଯେତେ ରାଜକଟକ ଅଛି କିନ୍ତୁ ମାଣ୍ଡବ ରାଜକଟକ ଭଳି ରାଜକଟକ କେଉଁ ରାଜ୍ୟରେ ନାହିଁ। ଏ ସାରା ବିଶ୍ୱରେ ନାହିଁ। ଏ ମା ମହାଧନିଶାଳୀ ରାଜା ସହଜ ହେଉଛନ୍ତି ରଘୁବଂଶ ପରମ ଧାର୍ମିକ ରାଜା। କିନ୍ତୁ ଗୋଟିଏ କଥା ରାଜାଙ୍କର ଗୋଟିଏ ଝିଅ ଅଛି। ଝିଅ ଅଛି ସେ ଝିଅ ନାଁ ହେଉଛି ସୁଲକ୍ଷଣା। ସେ ସୁଲକ୍ଷଣା କନ୍ୟା ଧୀରେ 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 ରାଜାଙ୍କ କୋଳରେ ବଢିବାକୁ ଲାଗିଲା। ପଣ୍ଡିତ ଚାରି ସମୟ ବାଲ୍ୟ ପୌଗଣ୍ଡ ଚୌବନ ଆଉ ବାର୍ଦ୍ଧକ୍ୟ। ବାଲ୍ୟ ପୌଗଣ୍ଡ ଗତ ହେଇଗଲା। ଆଜି ଚୌବନ ଅବସ୍ଥାର କନ୍ୟାଟି ପାଦ ଦେଲା। ଯୌବନ କଣ ମାନେ ଜାଣିଛୁ? ଆରେ କଣ ଯୌବନ ହଉଛି ଗୋଟିଏ ଫଳ। ଆସିଲା ବେଳେ ସୌରି ହାଟରେ ବିକ୍ରି ହଉଥିଲା। ସୌରି ହାଟରେ ବିକ୍ରି ହଉଥିଲା ଚୌବନ ଫଳ। ଏଡିକି ଏଡିକି ଚୌବନ ଫଳ ଦେଖିବାକୁ ନେଳିଆ, ତା ଉପରଟା ନେଳିଆ, କାଟିଦେଲେ ଦେଖାଯିବ ନାଲିଆ। ବେଦ ଲୁଣ ପକେଇ ଖାଇବ କି ଟେଷ୍ଟ। ହଁ ସେଇଟା ଟେଷ୍ଟ। ତରଭୁଜ ମୁଁ କହିଲି ଯୌବନ ଫଳ। ଆରେ ଯୌବନ କଣ ସେଇଆକୁ କୁହାଯାଏ? ଆଉ କାହାକୁ ସାରେ ଦେଖେ ବାଙ୍କା ଦାସ ପ୍ରମାଣ କଲେ ଯୌବନ କେତେ ବର୍ଷରେ ଆସେ? 36 ବର୍ଷରେ। ଖାଲି ଖୋଳିଲା। ଆରେ ଏତେ ଆଡକୁ ପଛକୁ ଗଲେ କଣ ହେଇପାରିବ? ନା 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 8 ବର୍ଷ ଭବତ କନ୍ୟା ବର୍ଷ ରୋହିଣୀ 8 ବର୍ଷ ଭବତ କନ୍ୟା ବୃଦ୍ଧ ରଜସ୍ୱଳା। ଏ ମା 8 ବର୍ଷ ଭବତ ଗୌରୀ। ଭଗତ ଗୌରୀ 8 ବର୍ଷର କନ୍ୟା ଗୌରୀ ରୂପକୁ ଧାରଣ କରେ। ଗୌରୀ ରୂପକୁ ଧାରଣ କରେ। ମା ଗୌରୀ 8 ବର୍ଷର କନ୍ୟାତ୍ୱ ପ୍ରାପ୍ତ ହେଇଥିଲେ। ନାଇଁ 9 ବର୍ଷ ରୋହିଣୀ 9 ବର୍ଷର କନ୍ୟା ରୋହିଣୀ ରୂପକୁ ଧାରଣ କରେ। 10 ବର୍ଷ ଭବତ କନ୍ୟା 10 ବର୍ଷର କନ୍ୟା ରୂପକୁ ଧାରଣ କରେ। ଧୀରେ 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 ତାର ଯୌବନ ପ୍ରସ୍ଫୁଟିତ ହୁଏ। କବି ପ୍ରମାଣ କଲେ କଣ? ତାପରେ ତ ସମୟ ନାହିଁ। ନା ନା ଆଜି ରୋହିଣୀ ଗୌରୀ ଆଜ୍ଞା ବୟ ବିକ୍ରମା ସେ ତ କନ୍ୟା ସଙ୍ଗୀତା
କନ୍ୟାର ଆଜି ଯୌବନ ଅବସ୍ଥାରେ ପଦାର୍ପଣ କରିଛି ସେ ଘରେ। ଡାକିଲା ବାବା ବାବା। ହଁ ମୁଁ ଟିକେ ମର୍ତ୍ତ୍ୟପୁରକୁ ଭ୍ରମଣ କରିବା ପାଇଁ ଯିବି। ଆପଣ ମର୍ତ୍ତ୍ୟପୁର ଯିବେ? ଏ ମର୍ତ୍ତ୍ୟପୁରରେ ଯେତେ ରାଜ୍ୟ ଅଛି ଆଜ୍ଞା ତନ୍ମଧ୍ୟରେ ଯେତେ ନଦୀ ଅଛି ଶ୍ରେଷ୍ଠ ନଦୀ ହେଉଛି ଗଙ୍ଗା ନଦୀ। ତାହେଲେ ଗଙ୍ଗା ଠାରୁ ନଦୀ ନାହିଁ, ଶ୍ରେଷ୍ଠ ନଦୀ ହେଉଛି ଗଙ୍ଗା ନଦୀ। ବାବା ବାବା ମୁଁ ଗଙ୍ଗା ନଦୀରେ ଟିକେ ସ୍ନାନ କରିବି, ସୌହରି ଋଷିଙ୍କର ଉପବନରେ ପରିଭ୍ରମଣ କରିବି, ତାପରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବି। ଚିତ୍ରାଙ୍ଗଦ ଝିଅଟାର ଏତେ ସାହସ। ମାଲ ଝିଅ ଘରେ ରହିଲେ ଘିଅ ହୁଏ, ବାହାରକୁ ଗଲେ ମଧ୍ୟ ଘିଅ ହୁଏ। କାରଣ ଅଗ୍ନିକୁଣ୍ଡ ସମାନାରୀ ଘୃତକୁମ୍ଭ ସମାନର ସଂସର୍ଗେନ ବିଲୟତେ ତମାର୍ତ୍ତପତ୍ର ବିଜୟତେ। ଅଗ୍ନିକୁଣ୍ଡରେ ଯାହା ପକେଇବ ଭସ୍ମ ହେଇଯିବ ନାଇଁ। ଯୌବନ ଅବସ୍ଥା କନ୍ୟାର ଛାଡିବା ପାଇଁ ବାରଣ କଲେ ପିତା ଚିତ୍ରାଙ୍ଗଦ। ମାରେ ମୁଁ ଯିବି। ଛୋଟ ଛୁଆ ଯାନା ଡରିବୁ, ଅଛି କାମୁଡି ଦବ। ଚିତ୍ରାଙ୍ଗଦ କହିଲେ ଝିଅ ଯଦି ତୋର ଇଚ୍ଛା ହେଉଛି ଆଜ୍ଞା ଗଙ୍ଗା ନଦୀ କି ପରିଭ୍ରମଣ କରିବୁ, ଗଙ୍ଗା ନଦୀରେ ସ୍ନାନ କରିବୁ, ଆଉ ସୌହରି ବନକୁ ପରିଭ୍ରମଣ କରିବୁ, ତୋ ସହିତ ମୁଁ ସଖୀ ମାନଙ୍କୁ ପଠେଇବି। ରଥରେ ବସି ସଖୀ ମାନଙ୍କୁ ସାଙ୍ଗରେ ଧରି ତୁ ଆଜି ଗଙ୍ଗା ନଦୀରେ ସ୍ନାନ କରି ବନ ପରିଭ୍ରମଣ କରି ଫେରି ଆସିବୁ। ଆଉ ସଖୀ କୂଳ କୂଳ ସଂକୁଳ ଯେତେ କନ୍ୟା ସଙ୍ଗତେ କନ୍ୟା ସଙ୍ଗତେ। ମାଲୋ ପ୍ରତ୍ୟେକ ରାଜାଙ୍କ ଘରେ ପ୍ରତ୍ୟେକ ରାଜକନ୍ୟାଙ୍କ ପାଇଁ ସେ ଯେଉଁ ରାଜା ହୁଅନ୍ତୁ ନା କାହିଁକି ଅଙ୍ଗରକ୍ଷୀ ମାନେ କାହିଁକି ଯାହାକୁ କହନ୍ତି ଅଙ୍ଗ ସହଚରୀ ତଥା ଅଙ୍ଗ ରକ୍ଷୀ ସଖୀ ମାନଙ୍କ ସହିତ ଆଜି ରାଜା ଝିଅ ମାଳାବତୀ ବାହାରିଲା। ରଥ ଉପରେ ବସି ଶୋଭାବର୍ଦ୍ଧନ କରି ରାଜା ଝିଅ ମାଳାବତୀ ଗଙ୍ଗା ସ୍ନାନ କରିବା ପାଇଁ ବାହାରି ଚାଲିଗଲା। ଏ ମା ପହଞ୍ଚିଗଲା କାହିଁ ଗଙ୍ଗା ନଦୀ କୂଳରେ। ସେ ଗଙ୍ଗା ନଦୀ କୂଳରେ ହେଉଛି ସୌହରି ଋଷିଙ୍କ ଆଶ୍ରମ। ମାନ ମଉସା କୁଆଡେ ଗଲା? ଟିକେ ମହୁରୀ ଧ, ମହୁରୀ ଟିକେ ଧ, ଶୁଖିଲା ପଡିବ ମହୁରୀଟା ଟିକେ ଧ ମଦ। ବାପା ଅନୁରୋଧ କରିଥିଲୁ ଧ ଟିକେ। ଏ ପୁଅ ଆଜ୍ଞା ଗଙ୍ଗା ନଦୀ କୂଳରେ ପହଞ୍ଚିଗଲା ଗାଈ ରାଜକନ୍ୟା ମାଳାବତୀ। ଆଜ୍ଞା ଏତେ ଅବସର ହେଲା କଣ? ସେ ଯୋଉ ବନଟା ସେ ବନ ହେଉଛି ସୌହରିଙ୍କ ଉପବନ। ଆଜି ଗଙ୍ଗା ନଦୀ ତଟେ ଭଗୀରଥ ସୌହରି ନାମରେ ପହଞ୍ଚାରି। ଲକ୍ଷ୍ୟ ଦେବେ ମୋର ବିଦ୍ୱାନ ମଣ୍ଡଳୀ। ବ୍ରହ୍ମ ନିରୂପଣରେ ସମାଧି ଯୋଗରେ ବସିଛନ୍ତି ଧ୍ୟାନରେ ଋଷି ସୌହରି। ଗଙ୍ଗାରେ ସ୍ନାନ କଲା କନ୍ୟା, ଆନନ୍ଦିତ ମନ ନାଇଁ।
ବୋଲା ପାଖରେ ସ୍ନାନ ଶେଷ ହେଲା ବନ ମଧ୍ୟକୁ ପ୍ରବେଶ କଲେ ରାଜକନ୍ୟା ଆଉ ସଖୀମାନେ ବିଚିତ୍ର ଶୋଭା ଦି ଚାରିଟା ଖଣ୍ଡ ଓକେ ସାବୁନ ଗିଳିଛି ଆରେ ଓକେ ସାବୁନ ଗିଳିବେ ନା ଲଗେଇବେ ମୁଁ ଭାବିଲି ସାରା ଗିଳି ଦେଲେ ଏଟା ପାଗଳା ଭାଇ ସମସ୍ତଙ୍କୁ ଦେଖାଯିବ। ଆଚ୍ଛା ବାବା ଆପଣ ସାରଥି ନା ସୁର ମୁଁ ସାରଥି ନୁହଁ, ଆଉ ସୁର ନୁହଁ, ଆଉ ବାନା ବି ନୁହଁ, ଆଉ ମୁଁ ହଉଛି କନା ବାବା। ଅରେ, କନା କନା ବାବା ଗୋଟେ ଅଛି ଆଉ ସଖୀ ମାନଙ୍କ ସହିତ ଭ୍ରମଣ କରୁଛି ଆଜି ରାଜକନ୍ୟା ବିଚିତ୍ର ଶୋଭା ସେ ବର୍ଣ୍ଣର ବାବୁରେ ଆମର ତ ସାହିତ୍ୟ ତଥା ଲୋକ ନୃତ୍ୟ ଘୋଡ଼ା ନାଚ ଗୋଟିଏ ପଦ ପ୍ରମାଣ କରିଦେଲେ କବି ସମ୍ରାଟ ଭଞ୍ଜ ବୈଦେଶ ବିଳାସ କାବ୍ୟ ରାଗଟି ବାଳ ଜମକ ବନ ପାର୍ଶ ବୃହତ ଭାନୁ 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 ପ୍ରଭାତା ପନାଇ ପ୍ରଭାତା ପନାଇ কবি সম্রাট ভঞ্জ কহিদেলে ভঞ্জ মৌসা বৃহৎ ভানু 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 প্রভাতা পরাণী মালো বৃহৎ ভানু কহিলে অগ্নি সে বনরে অগ্নির তাপ ନାହିଁ କେତେବେଳେ ହେଲେ ସେ ବନରେ ଅଗ୍ନି ଲାଗେ ନା ଭାନୁ ସୂର୍ଯ୍ୟଙ୍କ ତାପ ମଧ୍ୟ ନାହିଁ ସୂର୍ଯ୍ୟଙ୍କ